ଯଦି ମୋ ଅଧା ସ୍ତ୍ରୀ ମୋ ଜୋତା ପୋଛିବ ତାହେଲେ ମୁଁ ଖୁସି ମନରେ ଚାଲିବି। ମୋ ବୋହୂ ମାସ କାମ କରିବନି। ମୋ ବାପା ବୁଢା ଲୋକ, ମୋ ବାପାଙ୍କ ବଦଳରେ ତମ କଥା ମାନି ମୁଁ ଆଣ୍ଠଉଛି। ଶାଶୁ ମା ଠିଆ ହେଇ ଅଣ୍ଟା ଭିତରେ ଟିକେ ବସିବି। କି ଶାନ୍ତି! ଏଥର ଚାକର ଚାକରାଣୀ ଭିତରୁ କିଏ ମୋ ଜୋତା ପୋଛିବା କଥା ପୋଛ। ତମେ ମୋତେ ଜନ୍ମ ଦିଅ, ତମେ ମୋ ବାପାକୁ ତମେ ପୁଣି ଥରେ ମୋ ଘରକୁ ଆସି ମତେ ଏମିତି ବାରମ୍ବାର ଅପମାନ ଦେଇ କେତେ କଷ୍ଟ ହଉଛ। ଥାଉ ଥାଉ ମା ସାଥରେ କିଛି କୁହନ୍ତୁ ନା, ସେମାନେ ଖୁସି ମନରେ ଚାଲିଯିବେ। ଯା ଜୟ ବାବୁଙ୍କ ଜୋତାରୁ ଗୋବର ପୋଛିବୁ। ଯା ମୁଁ ତମ କଥା ରଖିବା। ତମେ ମୋ ଶ୍ୱଶୁର, ମୋ ଗୁରୁଜନ, ତମ କଥା ମୁଁ ନିଶ୍ଚୟ ରଖିବି। ସ୍ତ୍ରୀ ଗୋଟାଏ ସେଲ୍ଫି ସେଲ୍ଫି ସେଲ୍ଫି। ଏ ଲୁକା କାନିଟି ଆଦୌ ଧୋଇବନି। ଯେତେବେଳେ ମୋ କଥା ମନେ ପକେଇବ ଏ ଲୁକା କାନିଟିକି ଦେଖୁଥବ। ସୋସିଆଲ ମିଡିଆରେ ଏକା ତମକୁ ଭାଇରାଲ କରି ଆସେ ନାଇଁ। ଏଇ ଫଟୋକୁ ସୋସିଆଲ ମିଡିଆରେ ପକେଇକି ଭାଇରାଲ ନ କରିଛି ମୁଁ ବୈଶାଖ ବଳବନ୍ତ ରାୟ ନୁହଁ।